ଆଜ୍ଞା ଏଇଟା ହଉଛି ଓଡିଶାର ଶେଷ ଗାଁ। ଆପଣ ମାନେ ଥମ୍ବନେଲରେ ଯାହା ଦେଖିଛନ୍ତି ଏଇଟା ହଉଛି ସତ। ଏଇଟା ହଉଛି ଓଡିଶାର ଶେଷ ଗାଁ। ଆ ପରେ ଆଉ ଗାଁ ନାହିଁ, କାହିଁକି ନା ଆ ପରେ ଖାଲି ସମୁଦ୍ର ହିଁ ସମୁଦ୍ର। ମୁଁ ଆପଣ ମାନଙ୍କୁ ଏମିତି ଏକ ଜାଗାକୁ ନେଇକି ଆସିଛି ଯୋଉଠୁ ଓଡିଶାର ସୀମା ଶେଷ, ଏଉଠୁ ଆରମ୍ଭ ହେଇଯାଏ ସମୁଦ୍ର। ଏ ସମୁଦ୍ରର ନାଁ ହଉଛି ବଙ୍ଗୋପସାଗର। ଆପଣ ମାନେ ଦେଖୁଛନ୍ତି ମୋ ପଛରେ ଏଇ ଯୋଉ ଭିଜୁଆଲ, ଏଇଟା ହଉଛି ଏମିତି ଦୂର ଦୂର ପର୍ଯ୍ୟନ୍ତ କିଛି କୌଣସି ଗାଁ ନାହିଁ। ଏଇ ସମୁଦ୍ରରେ ବାରୁଣୀ ସ୍ନାନ ହୁଏ, ଯୋଉଟା ବର୍ଷକୁ ଥରେ ପଡେ। ଆଉ ଏଠିକି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସନ୍ତି। ହଉଛି ବୁଲିବା ପାଇଁ ବଢିଆ ଜାଗା। ଆପଣ ମାନେ ବର୍ଷା ଦିନରେ ବି ଏଠିକି ଆସିପାରିବେ, ଆଉ ଏଠିକାର ଭ୍ୟୁ କୁ ବହୁତ ଭଲ ଭାବରେ ଆପଣ ମାନେ ଏନ୍ଜୟ କରିପାରିବେ। ଏଇଟା ହଉଛି ବାଲେଶ୍ୱର ଜିଲ୍ଲାର ଗୋଟେ ଛୋଟିଆ ଗାଁଟେ। ମୁଁ କହୁଛି ଏଇଠୁ ବାଲେଶ୍ୱରଠୁ ଏଇଟା 50 କିଲୋମିଟର ଦୂରରେ ବରଜ ଦେଉଳି। ବରଜ ଦେଉଳି ଆଢିଆ ଏ ଗାଁର ନାଁ। ଆଉ ଏଠି ଲୋକମାନେ ବଞ୍ଚିବା ପାଇଁ ଏଇ ଯୋଉ ପଛପଟେ ଦେଖୁଛନ୍ତି ଡଙ୍ଗା, ସେଇ ଡଙ୍ଗା ସାହାଯ୍ୟରେ ସମୁଦ୍ରରେ ଯାଇ ମାଛ ଧରୁଛନ୍ତି। ମାଛ ଧରି ଆଣି ମାର୍କେଟରେ ବିକ୍ରି କରିକି ତାଙ୍କର ରୋଜି ରୁଟି ଚଳାଉଛନ୍ତି। ଏଠି ଚାଷ କରିବା ପାଇଁ ଭଲ ଜମି ନାହିଁ, କାହିଁକି ନା ଏଇଟା ଲୁଣା ପାଣି। ଆଉ ଲୁଣା ପାଣି ଜମିରେ ମାଡ଼ିଯିବା ହେତୁ ଏଠି ଚାଷ ଲୋକମାନେ ଠିକ ସେ କରିପାରନ୍ତିନି। ସେଥିପାଇଁ ଏମାନେ ଏଠି ଡଙ୍ଗାକୁ ହିଁ ଭରସା କରିଥାନ୍ତି। ଡଙ୍ଗା ହିଁ ଏମାନଙ୍କର ମା ଆଉ ବାପା। ଏମାନେ ଏଇ ଡଙ୍ଗାରୁ ହିଁ ରୋଜଗାର କରନ୍ତି। ତେଣୁ ଆପଣ ମାନେ ବି ଏଇ ଜାଗାକୁ ଆସନ୍ତୁ। ବହୁତ ବଢିଆ ଜାଗା, ବହୁତ ଶାନ୍ତ ଜାଗା। ଆଉ ଆପଣ ମାନେ ଏଠିକି ଆସିଲେ ଏଠି ବହୁତ ସାରା ଏନ୍ଜୟ କରିପାରିବେ। ଏଠି ପିକନିକ ସ୍ପଟ ବି ଅଛି, ଆପଣ ମାନେ ଏଠି ପିକନିକ କରିପାରିବେ, ଭୋଜି କରିପାରିବେ। ଏଠି ସମୁଦ୍ରର ପବନକୁ ଫିଲ୍ କରିପାରିବେ, ସମୁଦ୍ରକୁ ଦେଖିବେ, ଆଉ ଏଠି ଜଙ୍ଗଲକୁ ଦେଖିବେ, ଆଉ ଏଠିକା ଲୋକମାନଙ୍କ ସହିତ ମିଶିବେ। ବହୁତ ବଢିଆ ଲୋକ। ଆଶା କରୁଛି ଆପଣ ମାନଙ୍କୁ ଏଇ ଭିଡିଓଟି ଭଲ ଲାଗିଥିବ। ରହୁଛି, ଜୟ ଶ୍ରୀ ଜଗନ୍ନାଥ।